ତାକୁ ମାରିକି ତା ମୋବାଇଲ ତାକୁ ମୋବାଇଲ ଯେତେବେଳେ ଛଡ଼େଇଛି ସେତିକିବେଳେ ମାଡ଼ଗୋଳ। କାରଣ ସିଏ ତାକୁ ଜୋର କରୁଥିଲା। ସେତେବେଳେ ମୋବାଇଲ ଜୋରସୋର 2-3 ଜଣ ହେଲାଣି, କିଏ ଜଣେ ଯେତେବେଳେ ଜୋରସୋର ଛଡ଼େଇଛି ତାକୁ ସେତେବେଳେ ବିଧା ଚିମୁଟା ସବୁ ଦେଇଛି। ସବୁ ସେ ସବୁ ଲାଷ୍ଟକୁ ଯେତେବେଳେ ଜେଷ୍ଟ ଉପରେ ଆଞ୍ଚ ଆସିଛି ସିଏ ମୋବାଇଲ ଛାଡ଼ି ଦେଇଛି। ଥିଲା ସେ ପଇସା ମିଳିନି, ସବୁ ବନ୍ଦ କରିଛି, ଘର ବନ୍ଦ କରିଛି। ଯେଉଁ ଘର ଭଙ୍ଗା ହେବା ପାଇଁ ବନ୍ଦ କରିବାକୁ ଯାଇଥିଲେ? ନାଇଁ ସେ ଘର ଭଙ୍ଗା ପରେ ଯେଉଁ କାମ ସବୁ ପଞ୍ଚାୟତରେ କରିଥିଲେ, ଏନର୍ଜି କାମ ସବୁ, ସେ ଅନ୍ୟ କାମ ତାକୁ ସବୁ ବନ୍ଦ କରିଦେଇଛି। ଚାମେଲିର ଅବସ୍ଥା ଏବେ କ'ଣ ଲକ୍ଷ୍ୟ କରୁଛନ୍ତି? ସେ ତ ସେମିତି ତାର ବେଦନା ହେଉଛି, କେତେବେଳେ କହୁଛି ମୋ ଛାତି ବିନ୍ଧୁଛି, କେତେବେଳେ ଉଠି ପାରୁନି, ଖୁଆଟା ପୁରା ଦର୍ଜ। କ'ଣ ପାଇଁ ଅଛି ଆଉ ପୋଲିସ ମାଡ଼ରେ? ତ ପୋଲିସ ମାଡ଼ ଆମେ ତ ଫୋନ୍ କରିକି ଜଣେଇ ପାରିଲାନି, ସେମାନେ ଫୋନ୍ ନେଇଗଲେ, ଫୋନ୍ କରି ଜଣେଇ ପାରିଲାନି। ଆମେ ବାପା ମାଆ ବି ଜାଣିନଥିଲୁ, କିନ୍ତୁ ବାପା କେଉଁଠୁ ଆଭାସ ପାଇ ପଳେଇ ଆସିଥିଲେ। ମୁଁ ରାତି 12ଟାରେ ଆସିଲି, ଆଉ ସେ ନେଇଯାଇଛିନି। ସିଏ ତ ସେଇଆ ଦେଖୁଥିଲେ, ପୋଲିସ ତାକୁ ଭ୍ୟାନରେ ନେଇଚିନି, ତାକୁ ମାରିଚିନି 3 ଜଣ କନେଷ୍ଟବଳ ଲେଡ଼ିସ୍ର। ଆଉ ତାକୁ ମାରିକି ତା ମୋବାଇଲ ତାକୁ ମୋବାଇଲ ଯେତେବେଳେ ଛଡ଼େଇଚିନି ସେତିକିବେଳେ ମାଡ଼ଗୋଳ। କାରଣ ସିଏ ତାକୁ ଜୋର କରୁଥିଲା। ସେତେବେଳେ ମୋବାଇଲ ଜୋରସୋର 2-3 ଜଣ ହେଲାଣି, କିଏ ଜଣେ ଯେତେବେଳେ ଜୋରସୋର ଛଡ଼େଇଛି ତାକୁ ସେତେବେଳେ ବିଧା ଚିମୁଟା ସବୁ ଦେଇଛି। ସବୁ ସେ ସବୁ ଲାଷ୍ଟକୁ ଯେତେବେଳେ ଜେଷ୍ଟ ଉପରେ ଆଞ୍ଚ ଆସିଛି ସିଏ ମୋବାଇଲ ଛାଡ଼ି। ଆମେ ଜାଣିଛୁ। ଯାହା ହଉ ଆପଣମାନଙ୍କର ବର୍ତ୍ତମାନ ଆପଣଙ୍କ ଶୁଣିଲୁ ଆପଣଙ୍କ ପୁଅକୁ କୋର୍ଟ ଫରୱାର୍ଡ କରାଯାଇଛି। କୋଉ ଅପରାଧ? ସେଇ ଭାଇ ଭଉଣୀ ସାଙ୍ଗରେ ଆସିଥିଲା, ବିଡ଼ିଓଙ୍କୁ ଇଏ ସବୁ କାମ ହେଇଥିଲା, ସେ ପଇସା ମିଳିନି, ସବୁ ବନ୍ଦ କରିଛି, ଘର ବନ୍ଦ କରିଛି। ଯେଉଁ ଘର ଭଙ୍ଗା ହେବା ପାଇଁ ବନ୍ଦ କରିବାକୁ ଯାଇଥିଲେ? ନାଇଁ ସେ ଘର ଭଙ୍ଗା ପରେ ଯେଉଁ କାମ ସବୁ ପଞ୍ଚାୟତରେ କରିଥିଲେ, ଏନର୍ଜି କାମ ସବୁ, ସେ ଅନ୍ୟ କାମ ତାକୁ ସବୁ ବନ୍ଦ କରିଦେଇଛି। ଲୋକମାନେ ଆମ ଘରେ ସବୁବେଳେ ବସୁଛନ୍ତି, ଯେତେବେଳେ ତା କତିକି ସବୁବେଳେ ଲୋକ ଆସୁଛନ୍ତି। ସେ ବ୍ୟସ୍ତ ହୁଅନା, ମୁଁ ଜଣାଉଛି। 2 ଥର ଯାଇଛନ୍ତି, ବିଡ଼ିଓ ବାହାରି ପଳେଇଚିନି, ଆକୁ ଦେଖା ଦେଇନାହାନ୍ତି। ବିଡ଼ିଓ ଦେଖା ଦିଅନ୍ତିନି, ଦୌଡ଼ି ପଳାନ୍ତି। ପ୍ରତିନିଧିଙ୍କୁ ପ୍ରଶାସନିକ ଅଧିକାରୀ ଦେଖା ଦିଅନ୍ତିନି। ସେଦିନ ନ ଦେଖା ଦେବା ପରେ ତାଙ୍କର କଥା ହେଇଛି, କାଲି ସେ ଆସିକିରି ପଚାରିବେ, ଲେଖିକିରି ବି ଆଣିଚିନି, ଲିଖିତ ଆକାରରେ ଦେବେ। କିନ୍ତୁ ଆସିକିରି ଯେତେବେଳେ ଯାଇଚିନି, ତାଙ୍କୁ କିଛି 10-15 ଜଣ ସେ ଆକୁ ଘେରିଚିନି। ସେ 4ଟା ସରପଞ୍ଚ ଆସିଛନ୍ତି, ତାଙ୍କ ଦୁଃଖ ତାଙ୍କର ଜଣେଇବେ, କାହିଁ ବିଲ୍ ଫିଲ୍ ହେଉନି। ଆଉ ସିଏ ଯେତେବେଳେ ତାକୁ ଏଣ୍ଟ୍ରି କରିଛି ଭିତରକୁ, ସିଏ ତାକୁ କ'ଣ କରିଛି, ଘେରିଚିନି। ସୋଉଠୁ ପୁଅକୁ କହିଛି, ପୁଅ ମୋର ଯାଇଛି, ପୁଅ କହିଛି ତୁ ଭିଡ଼ିଓଟି କର। ଆମେ ପୁଣି ଜବାବ ଦେବା, ଭିଡ଼ିଓ କ'ଣ କହିଲେ, କିନ୍ତୁ ପୁଅ ଭିଡ଼ିଓ କରୁଛି। ସେତିଭଳିଆ ଭିଡ଼ିଓ ଠାରିଦେଲେ ସେ ଲୋକକୁ। ସେ ଯେଉଁ ଲୋକ ଠିଆ ହେଇଥିଲେ 15 ଜଣ ଖଣ୍ଡେ, ତାଙ୍କୁ ଠାରିଦେଲେ ଭିଡ଼ିଓ। ନାଁ କ'ଣ? ସେ କ'ଣ କହନ୍ତି, ମୋର ଆଉ ଏତେ କଥା ମନେ ନାହିଁ। ରବିନାରାୟଣ ଆଚାର୍ଯ୍ୟ। କୋଉ ଜାଗାର? ମହାକାଳପଡ଼ା ଭିଡ଼ିଓ। ସେଠୁ ସିଏ ଯେତେବେଳେ ଠାରି ଦେଇଚିନି, ପୁଅ ଉପରକୁ ଝାମ୍ପିକିରି ମୋବାଇଲ ଛଡ଼ା ଧକ୍କା ତଣ୍ଟିଆ ଏମିତି ଦେଇକିରି ପୁଅକୁ ତାଠୁ ଛଡ଼ାଛଡ଼ି କରିଚିନି। ସେଠୁ ଯେମିତି ଯାଇଛି, କାହା କଥାରେ କରାହେଇଛି ମା? ତ ଆମେ ଅନୁଭବ କରିପାରିଲୁ ଯେ ଦୁର୍ଗା ପ୍ରସାଦ ଏସବୁ କରିଛି। ସିଏ ହେଉଛି ଆମ MLA, ଆପଣଙ୍କ ମହାକାଳପଡ଼ାର MLA। କିନ୍ତୁ ସେମାନେ କରିଚିନି, ଆମେ ଜାଣିପାରିଲୁ କ'ଣ, ଗୁଣ୍ଡାଗର୍ଦି କାମ ଯେତେବେଳେ ହେଲା, ସେଠୁ ଆଗରୁ ସେଠୁ ମୋବାଇଲ ପତ୍ର ଛଡ଼େଇଲା ତାଙ୍କଠୁ। ସେ ନେଇଗଲେ ଯେତେବେଳେ ପୁଅ ମୋବାଇଲ, ତା ମୋବାଇଲଟା ସିଏ ସେଠୁ ଛଡ଼େଇକି ତାଙ୍କଠୁ ଆଣିଲା। ସିଏ ତାକୁ ବାରମ୍ବାର ଧମକେଇଲେ। ତ ଛାଡ଼ିବା ପିଲା ନୁହଁ, ତ ମୁହଁରେ ଜବାବ ଦେବ, ଜବାବ ଦେଇଛି। ଦେଲା ପରେ ଯେତେବେଳେ ଧସ୍ତାଧସ୍ତି ଭିତରେ ତାଙ୍କର ଚାଲିଛି, ସିଏ ହେଲାଣି 15ଟା, ଗୋଟାଏ। ତଥାପି ସିଏ ପୋଲିସ ଆସି ପହଞ୍ଚିଲେ। ସେତେବେଳେ ଭିଡ଼ିଓ ଡକେଇଲେ ନା ପୋଲିସ ଆପେ? ସେ କଥା ଆମେ କହିପାରିବୁନି। ସେ ପୋଲିସ ଯେତେବେଳେ ଆସି ପହଞ୍ଚିଲେ, ତାଙ୍କୁ ସେଠୁ ସିଏ ମୋବାଇଲ ଛଡ଼ାଛଡ଼ି କରୁଛନ୍ତି, ଗାଳିଗୁଲଜ କରୁଛନ୍ତି, କିନ୍ତୁ ତାଙ୍କୁ କିଛି ନ କହିକିରି, କିନ୍ତୁ ଉପରେ ସବୁ ତମେ କାହିଁ ବନ୍ଦ କର, ଭିଡ଼ିଓ ବନ୍ଦ କର, କାହିଁ କର। ତାର କହିଲା ମୁଁ ମୋବାଇଲ ଧରିଛି ମାନେ ମୁଁ କରିବି, ମୁଁ ଛାଡ଼ିବିନି, ଆପଣ କିଏ? ସେଠୁ ପୋଲିସ କହିଲେ, ପୋଲିସ ତାପରେ IAS ହେଲା।
ଆଇ ଆସିକିରି ତାଙ୍କୁ ସବୁଠୁ ଇଏ ସବୁଠୁ ତା ଦୁଃଖ ଜଣେଇଲା। ଭିଡ଼ିଓଙ୍କ କତିକି ଏମିତି ଆସିଥିଲି, ଏମିତି ଇଏ କରିବାକୁ ଲୋକଙ୍କ ପ୍ରତିନିଧି, ଆଉ ଲୋକ ପଚାରିବେ, ମୁଁ ଯଦି ଭିଡ଼ିଓ ନ କରିବି ତାଙ୍କୁ ପ୍ରମାଣ କ'ଣ ଦେବି, ଏଇ କଥା ସେ ସବୁଠୁ ବାରମ୍ବାର କହିଚାଲିଲା। କିନ୍ତୁ ଆଇ ଆସି ନ ଶୁଣିକି ପୁଅକୁ ଗାଡ଼ିକି ସବୁ ନେଇ ଆକୁ ନେଇଗଲେ। ଇଏ ସବୁଠୁ କହିଲା ମୋ ଭାଇଟି ଯେତେବେଳେ ନାଇଁ ଆକୁ କହିଲେ ତୁ ପଳା, ମୁଁ କାହିଁ ଯିବି, ଭାଇଟା ଅଛି ମୋର, ମୁଁ ଭାଇ ସାଙ୍ଗରେ ଆଇଛି, ମୁଁ ଭାଇକି ଛାଡ଼ିକି ଯାଇପାରିବି କେବେ? ନାଇଁ ତମେ ଗୋଟେ କଥା କର, ଭାଇକି ତମେ ଗାଡ଼ି ଛାଡ଼, ଭାଇକି ଛାଡ଼। ସିଏ ଆଉ ଇଏ କଲେନି। ଆଇ ଆସିକି କହିଦେଲା, ସେ ସବୁଠୁ ନେଇକିରି ପଳେଇଲେ ପୁଅକୁ। ଯେମିତି ପୁଅକୁ ନ ପେଲେ ଇଏ ସବୁଠୁ ପଛରେ ଆକୁ ସବୁଠୁ ଘୋଷାରି ଓଟାରି ଗାଡ଼ି ଭିତରେ ପୁରେଇଲେ ସେଇ ପୋଲିସ ବାହିନୀ। ହଁ। ଆଚ୍ଛା, ୟା ପରେ ୟାକୁ ମେଡିକାଲରେ ଆଡମିଟ୍ କଲା ପରେ ପୋଲିସର ପଦସ୍ଥ ଅଧିକାରୀ କେହି ଝିଅକୁ ଦେଖା କରିବାକୁ ଆସିଛନ୍ତି? ସମବେଦନା, ସହାନୁଭୂତି କି ନାଇଁ, ସେ ମହାକାଳପଡ଼ାରେ ପ୍ରଥମ ଆଡ଼ମିସନ୍ କରିଥିଲେ, କିନ୍ତୁ ସିଏ ସେଠି ଭାରି କଦର୍ଯ୍ୟ ଅନୁଭବ କରିଛି। ତା ଛାତି ଫାତି ଯେତେବେଳେ ଘଣ୍ଟା କେଇ 10-15 ମିନିଟ୍ ପେନ୍ ହେଲା, ସିଏ ସବୁଠୁ ଆଉ ସମ୍ଭାଳି ନ ପାରି କହିଲା ମୋତେ ମୁଁ ଆଉ ସମ୍ଭାଳି ପାରୁନି। ଏଣେ ସକାଳୁ କିଛି ଖାଇନଥିଲା, ଟୋଟାଲ ଏଣେ ଗର୍ଜିଛି। ତାକୁ ସବୁଠୁ କ'ଣ କଲେ, ମୋତେ ମେଡ଼ିକାଲ ଯେତେ ଶୀଘ୍ର ନେଇଚାଲ। ଇଏ ତାକୁ ଆଉ ଶୁଣିଲେନି। ଯେ ଶୁଣିଲେନି ସେଠି ଗଡ଼ିକିରି ସବୁ ଲାଷ୍ଟକୁ ସେ ଡିଆଁ ମାରିକିରି ଆଇଛି। ଯେତେବେଳେ ଆଇଛି ସବୁ ସାମ୍ବାଦିକ ହେରିକା ସବୁ ଥିଲେ, ଯାହା ହଉ ତାକୁ ନେଇକିରି ମହାକାଳପଡ଼ାରେ ଆଡ଼ମିସନ୍ କରିଛି। ମହାକାଳପଡ଼ା ସେ ପର୍ଯ୍ୟନ୍ତ କିଛି ଗୋଟାଏ ହେଲାନି। ଯେମିତି ନ ହେଲା ସେଇଠୁ ସିଏ କୁଆପୋଛା କରି ଏ ସବୁଠୁ କହିଲେ ଏଇଠି ତ ଆକୁ ଏମିତି କରିକିରି ବେଶୀ କରାଇ ଦେଉଛନ୍ତି, ଆଉ ତମେ ଆପଣ ଆଉ କେନ୍ଦ୍ରାପଡ଼ା କରିଦିଅନ୍ତୁ। ସେଇଠୁ କେନ୍ଦ୍ରାପଡ଼ାରେ ଆସିକି ତ ଏଇଆ ଆଉ। ଏବେ ଝିଅର ଅବସ୍ଥା କ'ଣ ଲକ୍ଷ୍ୟ କରୁଛି? କ'ଣ ଆଉ ଲକ୍ଷ୍ୟ କରିବି, ସିଏ ତାକୁ ତ ଉଠେଇବାକୁ ପଡ଼ୁଛି। ତାକୁ ଯେଉଁ ଏଇଠି ପଛପଟରେ ବିଧା ହେଇଛି, ସେ ବିଧା ଗଇଟା ରହିଛି, ଦର୍ଜଟା ରହିଛି। ସେଠି କିଏ ହାତ ବାଜିଲା ବେଳକୁ କ'ଣ, ଉଠିଲା ବେଳକୁ ଭରା ଦେଇକିରି ତାକୁ କଷ୍ଟ ହେଉଛି। ଆଉ ଛାତି ବେଳେ ବେଳେ ପେନ୍ ହେଉଛି, ଠିକ୍ ସେ କଥା କହିନି। ବେକ ଏମିତି ବେକ ଯେଉଁ ଚୁଟି ଫୁଟି ଆଣିକି ଏଳି ମୁଡ଼ି ଦେଇଥିଲେ, ସେ ବେକ ବି ତାକୁ ସେମିତି କଦର୍ଯ୍ୟ କରୁଛି। ବେଳେ ବେଳେ ଅଛି ମୋ ବେକ ତାକୁ ଟିକେ। ଆଚ୍ଛା, ଏତିକି କଷ୍ଟ ଦେଇଥିବା ଝିଅକୁ, ଏତିକି ନିର୍ଯାତନା ଦେଇଥିବା ଝିଅକୁ, ଏତିକି ଯନ୍ତ୍ରଣା ଦେଇଥିବା ପୋଲିସର ଯେଉଁ କର୍ମଚାରୀମାନଙ୍କ ପ୍ରତି ତାଙ୍କ ଉପରିସ୍ଥ ଅଧିକାରୀ କିଛି ଆକ୍ସନ୍ ନେଇଛନ୍ତି? କାହିଁ, କେହି ତ କିଛି ନେବାର ନାହିଁ ନା। କିଛି ଏଠିକି ଆସିବା ଦେଖା କରିବା କିଛି ନାହିଁ? ନାଇଁ, କେହି ଆସିନାହାନ୍ତି। ଆଚ୍ଛା, ଦଳ କୌଣସି ଦଳ କିଏ ଜଗିଛନ୍ତି? ନାଇଁ, ଯେଉଁମାନେ ସେମାନେ ଜଗିଛନ୍ତି, ଯେଉଁ ନେଇଥିଲେ ଝିଅକୁ ଯେଉଁ ଭ୍ୟାନରେ ଯେଉଁ 3 ଜଣ ଲେଡ଼ିସ୍, ସେଇ ଜଗୁଚିନି ଆଙ୍କୁ। ଯିଏ ମାରିଥିଲେ ସେଇମାନେ ହିଁ ଜଗୁଚିନି। ସେଇଟା ଆମକୁ ଭଲ ଲାଗୁନି, କାରଣ ଯିଏ ମାରିଛି, ଯିଏ ରକ୍ଷକ, ଯିଏ ଭକ୍ଷକ, ସେ ରକ୍ଷକ ହେଇଛି ବର୍ତ୍ତମାନ।